ବର୍ତ୍ତମାନ ସୁଭଦ୍ରା ଯୋଜନାର ନୂଆ ଅପଡେଟ୍ ଆଇଛି, ଯେନ୍ଟା କି ଇନେ ଦେଖିପାରୁଥିବେ ପେପର୍ ଆଜି 16 ତାରିଖ ଯେନ୍ଟା ପେପର୍ରେ ଲେଖା ହେଇଛେ। ସୁଭଦ୍ରା ଯୋଜନା ନେଇ ଆସିଲା ବଡ଼ ଖବର, ସ୍ଥଗିତ ରହିଲା ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଜାଣନ୍ତୁ କାରଣ, ଯେନ୍ 25 ତାରିଖ ପଇସାଟା ମିଲବାର ଥିଲା ସେଟାକେ ଗଭର୍ଣ୍ଣମେଣ୍ଟ ଆଡ଼ୁ 25 ତାରିଖ ଯେନ୍ ପଇସା ମିଲବାର ଥିଲା ସେଟା ସ୍ଥଗିତ କରିଦେଇଛନ୍। କାଁ ଥିଲା ସ୍ଥଗିତ କରିଛନ୍ ସେଟା ଭିଡ଼ିଓରେ ଜାଣମା। আমার চ্যানেলকে সবসক্রাইব করুন, ভিডিওকে লাইক শেয়ার করবাটা নি ভুলবে। দেখুন ইনে আমার উপমুখ্যমন্ত্রী কাଣା কইছন। সুভদ্রা যোজনা নেই আজি ধনু সংক্রান্তি আসি বড় খবর। তাহা হেলা চতুর্থ পর্যায় টঙ্কা স্থগিত রহিলা, যেন 4 নম্বর পর্যায়ের পয়সা মিলবার থিলা সেটা বর্তমান বন্ধ করে দিয়া হয়েছে। 25 তারিখ মিলবার কথা। এ নেই আজি সূচনা দিয়েছন্তি উপমুখ্যমন্ত্রী প্রভাতী ପରିଡ଼ା। ଏହି ଟଙ୍କା ଆସନ୍ତା 25 ତାରିଖ ବଡ଼ଦିନରେ ମହିଳାଙ୍କୁ ଦିଆଯାଇଥାନ୍ତା। 25 ତାରିଖ ଦିନ ମିଳିବାର କଥା, ହେଲେ ଏ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନି। ଯେନ୍ଟାକି ଯୋଗ୍ୟ ହିତାଧିକାରୀ ଚିହ୍ନଟ ନେଇ ପାରିଥିବାରୁ 25 ତାରିଖ ସେଟା ସ୍ଥଗିତ କରିଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କହିବା ଅନୁସାରେ ଚତୁର୍ଥ ପର୍ଯ୍ୟାୟ ସରକାର ମୋଟ 1 କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ। କାଲି କେହି ଭାବିବ ଯେ ମୁଁ 1 କୋଟି ଭିତରେ ରହିଲି ନାହିଁ, ସେଥିପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଯାଞ୍ଚ ଶେଷ ହେବା କାର୍ଯ୍ୟ ଚାଲିଛି, ଯେନ୍ଟାକି ଭେରିଫାଏଟା ବର୍ତ୍ତମାନ ସୁଦ୍ଧା ଚାଲିଛେ। QAC ଭେରିଫାଏ ହଉ କି ଫିଲ୍ ଭେରିଫାଏ ହଉ ସେଟା ଚାଲିଛେ, ସେଥିଲାଗି ସ୍ଥଗିତ କରାଯାଇଛି। ଏହି ପ୍ରକ୍ରିୟା ଆସନ୍ତା 30 ତାରିଖ ସୁଦ୍ଧା ଶେଷ ହେବ, ଯେନ୍ଟାକି ଡିସେମ୍ବର 30 ତାରିଖ ଭିତରେ ଏକା ସେଟାକେ ଶେଷ କରାହେବା। ଏହାପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା କେବେ ଦିଆଯିବ ତାହା ତାରିଖ ଘୋଷଣା କରିବେ। 30 ତାରିଖ ପରେ ସୁଭଦ୍ରା ପଇସାଟା ନେକ୍ସଟ 4 নম্বর କିସ୍ତିଟା କେବେ ମିଳିବ ସେଟା 30 ତାରିଖ ପରେ ଘୋଷଣା କରିବେ ସରକାର। ଆଉ ଇନେ ଲେଖା ହେଇଛେ, ମେନସନ୍ କରାଇছে ଯେଉଁମାନଙ୍କ 5 ଏକରରୁ କମ୍ ଜମି ରହିଛି ସେମାନଙ୍କୁ ଏଥିରେ ସାମିଲ କରାଯାଇଛି। ଯେଉଁମାନଙ୍କଟା 5 ଏକରରୁ କମ୍ ଜମି ଅଛି ସେମାନଙ୍କୁ ସୁଭଦ୍ରା ଯୋଜନା ସାମିଲ କରିବେ। ଆଉ ଏହାକୁ ନେଇ ବିଭିନ୍ନ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନେକ ଅଭିଯୋଗ କରିଛନ୍ତି, ବହୁତ ଲୋକ ଅଭିଯୋଗ ବି କରିଛନ୍ ସେମାନଙ୍କ 5 ଏକର ଜମି ଥିବା ସତ୍ତ୍ୱେ ତାଙ୍କର ନାଁଟା କଟିଯାଇଛି ବୋଲି କରି ସେମାନେ ପୁଣି ଥରେ ଚିହ୍ନଟ କରାଯାଉଛି। ଜଣଙ୍କର କଟିଯାଇଛି ସେମାନଙ୍କୁ ଆଉ ଥରେ ସେଟା ଚିହ୍ନଟ କରବା ଲାଗି ଫିଲ୍ ଭେରିଫାଏ ଚାଲୁଛି। ଯେନ୍ମାନେ ବି ବର୍ତ୍ତମାନ ସୁଦ୍ଧା QACଟା ନେଇ କରବା ତେଲ ବେଲେ CSC କେ ଯାଇକରି QAC କରି ପକଉନ୍। ଆଉ ଆପଣମାନଙ୍କ ପାଖକେ ଅଙ୍ଗନବାଡ଼ି ହଉ, କର୍ମୀ ହଉ କି ଆରେ ଅଫିସରୁ ହଉ କି କୃଷି ଅଫିସ ସେମାନେ ଆସିବେ, ଆଉ ବ୍ଲକ ତରଫରୁ ସେମାନେ ଆସିବେ ଆଉ ନିଜର ଫିଲ୍ ଭେରିଫାଏ କରିବେ। ଇନେ ଦେଖିପାରୁଥିବେ ଲେଖା ହେଇଛି ଗାଁ ଗାଁରେ ଅଙ୍ଗନବାଡ଼ି କର୍ମୀ ଏବଂ ସୁଭଦ୍ରା ସହାୟତା କର୍ମୀ ଅଛନ୍ତି, ସେମାନଙ୍କ ପାଖରେ QACକୁ ଦାଖଲ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଯେନ୍ଟାକି ଆମର ଶ୍ରୀମତୀ ପରିଡ଼ା କହିଛନ୍ ଉପମୁଖ୍ୟମନ୍ତ୍ରୀ। ଅଙ୍ଗନବାଡ଼ି ପାଖକେ ଯାଇକରି ନିଜର ଫିଲ୍ ଭେରିଫାଏ କରି ପକ, ଆଉ CSC ସେଣ୍ଟରକେ ଯାଇକରି ବାୟୋମେଟ୍ରିକ୍ ଦେଇକରି ନିଜର ଫିଙ୍ଗର ଦେଇକରି ସେନେ ବି QAC କରି ପକ। ଏଇଟା ବର୍ତ୍ତମାନ ଫିଲ୍ ଭେରିଫାଏଟା ଚାଲୁଛେ, ସେଥିଲାଗି ଯେନ୍ 4 নম্বর କିସ୍ତିଟା ମିଲବାର କଥା ଡିସେମ୍ବର 25 ସେଟା ସ୍ଥଗିତ କରିଦେଇଛନ୍ ଗଭର୍ଣ୍ଣମେଣ୍ଟ ଆଡ଼ୁ। ସେଟା 30 ତାରିଖ ତକ୍ ଧାର୍ଯ୍ୟ କରାଯାଇଛି। 30 ତାରିଖ ପରେ ଡିକ୍ଲେୟାର କରାହେବା କି କେତେ ତାରିଖ ପଇସାଟା ସୁଭଦ୍ରା 4 নম্বর କିସ୍ତି ମିଲବା। ଲାଇକ୍ করুন, শেয়ার করুন, ଆଉ ଆମ ଚ୍ୟାନେଲকে ସବସ୍କ୍ରାଇବ୍ କରବାଟା ନି ଭୁଲବେ।